ସଚ୍ଚିଦାନନ୍ଦ ସ୍ମୃତି ସମିତିର ସମାବେଶ। ସଚ୍ଚିଦାନନ୍ଦ ସ୍ମୃତି ସମିତିର ସ୍ୱତନ୍ତ୍ର ସାରସ୍ୱତ ସମାବେଶ ରାଉରକେଲାର ଛେଣ୍ଡସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତି ଓ ଆଲୋଚକ ଭାବେ କବି ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଆଦି ସାହିତ୍ୟର ଅନନ୍ୟ ପୁରୁଷ ମହାକବି ସାରଳା ଦାସଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚକ ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଜାତୀୟ ଜୀବନର କବି ଥିଲେ ସାରଳା ଦାସ। ସମାଜରେ ଆତଜାତ ହେଉଥିବା ଚରିତ୍ର ତାଙ୍କ ରଚନାରେ ପ୍ରକାଶ ହୋଇଛି। ଜଗନ୍ନାଥଙ୍କ କଥା ପ୍ରାକୃତ ଭାଷାରେ ପ୍ରଥମେ ସାରଳା ଦାସ କରିଥିଲେ। ଏହା ସହ ପୁରୀରେ ଜଗନ୍ନାଥ ବ୍ରହ୍ମା କିପରି ସୁଭଦ୍ରାଙ୍କ ମଧ୍ୟରେ ପ୍ରକଟିତ, କୃଷ୍ଣ କିପରି ଜଗନ୍ନାଥ ଦୁର୍ଯ୍ୟୋଧନ ଓ ତାଙ୍କ ପୁତ୍ର ଲକ୍ଷ୍ମଣର ବାର୍ତ୍ତାଳାପ, ରକ୍ତ ନଦୀରେ ଦୁର୍ଯ୍ୟୋଧନ କିପରି ପୁତ୍ରର ଶବ ଉପରେ ନଦୀ ପାର ହେବା ସମୟରେ ଭାବ ଉଦ୍ଦୀପକ ବିଷର୍ଣ୍ଣ ମନ, ଭୀମ ମହାଭାରତର ଗଙ୍ଗା କିପରି ଶାନ୍ତ ତଥା ସାରଳା ଦାସଙ୍କ ଗଙ୍ଗା କିପରି ଉଗ୍ର ଓ କ୍ରୋଧ ଓ କ୍ରୋଧୀ ସେ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଶ୍ରୀମତୀ କବି ଶତପଥୀ ସ୍ୱାଗତ ଭାଷଣ ସହ ସ୍ୱତନ୍ତ୍ର ସାରସ୍ୱତ ସମାବେଶର ଆଭିମୁଖ୍ୟ ଓ ସଭାପତି ଶ୍ରୀ ତ୍ରିପାଠୀ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କବି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।